ସୁନ୍ଦର ଦିଶିବାକୁ ନିଆରା ଟ୍ରେଣ୍ଡ ହନୁ ହାଡ଼କୁ ଆକର୍ଷଣୀୟ କରିବା ପାଇଁ ମୁହଁକୁ ହାତୁଡ଼ିରେ ମାଡ଼। ସୋସିଆଲ ମିଡିଆରେ ଭାଇରାଲ ହେବାର ନିଶା ଓ ପରଫେକ୍ଟ ଲୁକ୍ ପାଇବାର ଇଚ୍ଛା ଏବେ ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏବେ ଏକ ନୂଆ ଓ ଅତ୍ୟନ୍ତ ଭୟଙ୍କର ଟ୍ରେଣ୍ଡ ଖୁବ୍ ଭାଇରାଲ ହେଉଛି। ଏହାକୁ ବୋନ୍ ସ୍ପାସିଂ କୁହାଯାଉଛି। ଏହି ଟ୍ରେଣ୍ଡରେ ଯୁବପିଢ଼ି ନିଜ ମୁହଁର ହାଡ଼ ଖାସ୍ କରି ହନୁ ହାଡ଼କୁ ଆକର୍ଷଣୀୟ କରିବା ପାଇଁ ମୁହଁକୁ ହାତୁଡ଼ିରେ ମାରୁଛନ୍ତି। ଇନଷ୍ଟାଗ୍ରାମ, ଟିକଟକ୍ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଟ୍ରେଣ୍ଡ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ଲୋକେ ଏହାର ଭିଡିଓ କରି ସେୟାର କରୁଛନ୍ତି। ଏହି ଟ୍ରେଣ୍ଡରେ ଲୋକଙ୍କୁ ବିଶ୍ୱାସ ଯେ ସେମାନେ ନିଜ ଚେହେରାର ହନୁ ହାଡ଼ରେ ଯଦି ଜୋର ଜୋର ପ୍ରହାର କରିବେ ସେଠାରେ ଛୋଟ ଛୋଟ ଫ୍ରାକ୍ଚର ହେବ। ଯେତେବେଳେ ଏହି ହାଡ଼ ଠିକ୍ ହେବ ପୂର୍ବ ଅପେକ୍ଷା ଅଧିକ ମଜବୁତ ଓ ଚଉଡ଼ା ହୋଇଯିବ। ଏହାଦ୍ୱାରା ସେମାନଙ୍କ ହନୁ ହାଡ଼ ଅଧିକ ଆକର୍ଷଣୀୟ ହୋଇଯିବ। ଏହି ଟ୍ରେଣ୍ଡ ଲୁକ୍ ସ୍ପାସିଂ ନାମକ ଏକ ଅନଲାଇନ୍ ସମୁଦାୟ ସହ ଜଡ଼ିତ। ଏଥିରେ ଲୋକେ ନିଜ ଲୁକ୍କୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି, ତାହା ସୁରକ୍ଷିତ ହେଉ ବା ନ ହେଉ। ତେବେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏନେଇ କଡ଼ା ଚେତାବନୀ ଦେଇଛନ୍ତି। ସେମାନେ ସ୍ପଷ୍ଟ କରିଛନ୍ତି ଚେହେରାରେ ହାତୁଡ଼ିରେ ମାଡ଼ କରିବା ଦ୍ୱାରା ହାଡ଼ ମଜବୁତ ହୁଏ ନାହିଁ, ବରଂ ନଷ୍ଟ ହୋଇଯାଏ। ଚେହେରା ସବୁଦିନ ପାଇଁ ଖରାପ ବା ବଙ୍କା ହୋଇପାରେ। ସ୍ନାୟୁଗୁଡ଼ିକର ଗମ୍ଭୀର କ୍ଷତି ହୋଇପାରେ, ଅଭ୍ୟନ୍ତର ରକ୍ତସ୍ରାବ ହୋଇପାରେ, ଦୃଷ୍ଟି ଶକ୍ତି ହରାଇବାର ବିପଦ ମଧ୍ୟ ରହିଛି। ବ୍ୟୁରୋ ରିପୋର୍ଟ, ONT ନ୍ୟୁଜ୍।